ଜୟ ଜଗନ୍ନାଥ। ଓଡ଼ିଆ ଗୋଟେ ପ୍ରବାଦ ଅଛି, କହିଲେ କୂଳ ପଟକୁ ଲାଜ, ନ କହିଲେ କୂଳ ଭାସି ଯାଉଛି। ଆମ ରାଜ୍ୟର ଶକ୍ତିମନ୍ତ୍ରୀଙ୍କର ଘୋଷଣା ପାଣିର ଗାନ। ଶକ୍ତିମନ୍ତ୍ରୀ ତ ରଜା ଘର ଛୁଆ, ସେ ଘୋଷଣା କଲେ ଯେ ଅଘୋଷିତ ବିଦ୍ୟୁତ୍ କାଟ ହେବନି। ତେଣୁ ଏବେ ଯେଉଁ ଟାଟା କମ୍ପାନୀ ଏର ଯେଉଁ ମନମାନି ଚାଲିଛି, ସେଥିରେ ଟିପିସି ଓ ଡିଏଲ୍ ହେଉଛି ପ୍ରଥମରେ ଯିବ। ସେମାନଙ୍କର ଏଇଟା ଗୋଟେ ଧାରାବାହିକ ମନମୁଖୀ କାର୍ଯ୍ୟକ୍ରମ। ଦିନକୁ କେତେଥର ବିଦ୍ୟୁତ୍ କାଟ ହେଉଛି ତାହା ଆପଣମାନେ ନିଶ୍ଚୟ ଅନୁଭବ କରୁଥିବେ। ବାଲୁଗାଁ ସବ୍ ଡିଭିଜନର ଚାନ୍ଦପୁର ସେକ୍ସନରେ ଏହି ବ୍ୟତିକ୍ରମ ସବୁଠାରୁ ବେଶୀ। ଆମ ପାଖ ପଡ଼ୋଶୀ ନୟାଗଡ଼ ସବ୍ ଡିଭିଜନର ରଣପୁର ସେକ୍ସନରେ ପ୍ରାୟ ଏଭଳି ସମସ୍ୟା ନାହିଁ। ସେମାନେ ଯେତେବେଳେ ଆଲୁଅରେ ଥିବେ, ଆମେ ସେତେବେଳେ ଅନ୍ଧାରରେ ଥିବୁ। ଆଉ ଗୋଟେ କଥା, ଚାନ୍ଦପୁର ସେକ୍ସନରେ ଆଜି ପର୍ଯ୍ୟନ୍ତ ମିଟର ରିଡ଼ିଂ ହେଇନି, କିନ୍ତୁ ଅନଲାଇନ୍ରେ ବିଲ୍ ଆସୁଛି, ଯାହା ମୁଁ ଆଗରୁ ବି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛି। ଇଏ ହେଉଛି ଗଲା ଟାଟା ପାୱାରର ମନୋମୁଖୀ କାମ। ସେଥିରେ ଟିପିସି ଓ ଡିଏଲ୍ ବୋଧହୁଏ 1 ନମ୍ବରରେ ରହିବ। ଦ୍ୱିତୀୟରେ, ଜିଓର ନେଟୱାର୍କ ରହୁନି। କଲ୍ କଲେ ବା ଆସିଲେ ଠିକ୍ରେ କଥାବାର୍ତ୍ତା ହେଉନି, ମଝିରେ ମଝିରେ କଟିଯାଉଛି ବା ସାଇଲେନ୍ସ ହେଲା ପରେ ହେଇଯାଉଛି। ଆଉ ଜିଓର ଡାଟା କଥା ନ କହିଲେ ଆହୁରି ଭଲ। ପିଲାମାନେ ଅନଲାଇନ୍ କ୍ଲାସ୍ କରିବା ପାଇଁ ପାହାଡ଼ ଉପରେ ଚଢ଼ିକିରି ଅନଲାଇନ୍ କ୍ଲାସ୍ କରୁଛନ୍ତି ବା ଗଛ ଉପରେ ଚଢ଼ୁଛନ୍ତି ବା କେହି 2-3 ମହଲା ଛାତ ଉପରେ ଚଢ଼ି ଅନଲାଇନ୍ କ୍ଲାସ୍ କରୁଛନ୍ତି, କିନ୍ତୁ ସେ ବି ଠିକ୍ରେ ହେଇପାରୁନି। ତାପରେ ଆଉ ଗୋଟିଏ କଥା, ଆମ କେନ୍ଦ୍ର ସରକାରଙ୍କର ଗୋଟିଏ ଦୂରସଞ୍ଚାର ବିଭାଗର ଏଇ ଯେଉଁ BSNL ଗୋଟିଏ ଅଛି ଅଯୋଗ୍ୟ କମ୍ପାନୀ। ସେ BSNL ଆମ ଅଞ୍ଚଳରେ ତ ନେଟୱାର୍କ ଆସୁନି। ସେ ଡାଟା କଥା କାହିଁବା ମାନେ କହିବା ଫଳରେ ଏଇ ଯେତେଯାକ ସରକାରୀ ଏବଂ ବେସରକାରୀ କମ୍ପାନୀ ସବୁ ଦୁର୍ନୀତିଗ୍ରସ୍ତ, ସମସ୍ତଙ୍କର ମନମାନି ଚାଲିଛି। ତାହେଲେ ମୋର ତ କେବଳ ଦୁଇଟା ସିମ୍, ଗୋଟେ BSNL, ଗୋଟେ ଜିଓ। ଆଉ ଏବେ ମୁଁ ଶୁଣୁଛି ଯେ ଏୟାରଟେଲ୍ର ଏଭଳି ସମସ୍ୟା ଆମ ଅଞ୍ଚଳରେ ନାହିଁ। ଏୟାରଟେଲ୍ ଆମ ଅଞ୍ଚଳରେ ଏହାଠାରୁ ଅଧିକା ଭଲ କାମ କରୁଛି। ତେଣୁ BSNL, ଜିଓକୁ ବନ୍ଦ କରି ଏୟାରଟେଲ୍ କରିଦେବେ ବୋଲି ଭାବୁଛି। ଏଥିରେ ଆପଣଙ୍କର ମତାମତ କ'ଣ? ମତାମତ ଦେବେ। ରହୁଛି। ଜୟ ଜଗନ୍ନାଥ।